नमस्कार दर्शक बंधु कुबेर देवଙ୍କ ଏହି ଚମତ୍କାର ଏହି ଉପାୟଟି ଯିଏ କରିବ ସେ ଜୀବନ ସାରା କେବେ ବି ଧନର ଅଭାବକୁ ଅନୁଭବ କରିବ ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, କୁବେର ଦେବଙ୍କର ଏହି ଚମତ୍କାରୀ ଉପାୟ ଯଦି ଆପଣମାନେ କୁବେର ସମାନ ଧନ ଉପାର୍ଜନ ଚାହୁଁଛନ୍ତି ତ ନିଜ ଘରେ ଏହି ଉପାୟଟି କରିକି ଦେଖନ୍ତୁ। ଦର୍ଶକ ବନ୍ଧୁ, ଆପଣ ବହୁତ ଉପାୟ କରି ସାରିଲେଣି, ତାପରେ ବି ଯଦି ଆପଣଙ୍କୁ ଭଲ ଉପାୟ ରେଜଲ୍ଟ ମିଳୁନାହିଁ, କିଛି ଶୁଭ ସମାଚାର ଆପଣଙ୍କର ଜୀବନକୁ ଆସୁନାହିଁ, ତ ଏହି ଉପାୟଟି ନିଶ୍ଚୟ କରନ୍ତୁ। ଯଦି ଆପଣ ଆପଣଙ୍କର ପର୍ସରେ ଯେତେ ପଇସା ରଖିଲେ ବି ଖର୍ଚ୍ଚ ହୋଇଯାଉଛି, ଯେତେ ବି ପଇସା ରଖିଲେ ମାସ ନ ହଉ ଖର୍ଚ୍ଚ ହୋଇଯାଉଛି, ତାହେଲେ ଏହି ଉପାୟଟି କରନ୍ତୁ। ଯଦି ଆପଣଙ୍କର ମାସର ସ୍ୟାଲାରୀ ସରିଯାଉଛି, ମାସର ପୁରୁନି, ତ ଏହି ଉପାୟଟି ଥରେ କରିକି ଦେଖନ୍ତୁ। କୁବେର ଦେବଙ୍କର ଏହି ଗୋଟିଏ ଚମତ୍କାରୀ ଉପାୟଟିରେ ହିଁ ଆପଣ ସବୁ ପ୍ରାପ୍ତ କରିପାରିବେ। ଧନ ସମ୍ପତ୍ତି ସବୁ ସୁଖ ପାଇପାରିବେ। ଆମେ ଯେଉଁ ବିଷୟରେ କହୁଛେ, ଯଦି ଉପାୟଟି ଉପରେ ଆମେ ଥରେ ବି ବିଶ୍ୱାସ କରିବା ନାହିଁ, ତାହେଲେ ସେହି ଉପାୟଟି ମଧ୍ୟ କାମ ଦେବ ନାହିଁ। କୁହାଯାଏ ବିଶ୍ୱାସ ମୂଳେ ଭଗବାନ। ତେଣୁ ଆପଣ ଯେଉଁ ବି ଉପାୟ କରନ୍ତୁ, ଥରୁଟିଏ ଭଲକି ବିଶ୍ୱାସ କରନ୍ତୁ, ତେବେ ଯାଇକି ଆପଣ ଲାଭ ପ୍ରାପ୍ତ କରିପାରିବେ। ଏବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଏହି ଉପାୟଟି ଆପଣ ବି ନିଜେ ଘରେ କରିବେ। ମନେ ରଖନ୍ତୁ, ଏହି ଉପାୟଟି ଆପଣଙ୍କର ଆଗାମୀ 3 ପିଢ଼ି ପର୍ଯ୍ୟନ୍ତ ଆପଣମାନେ ଦେଖିଥିବେ। କିଛି ଲୋକ ବହୁତ ପରିଶ୍ରମ କରନ୍ତି ଟିକେ ଅର୍ଥ ଉପାର୍ଜନ କରିବା ପାଇଁ। ଏମିତିରେ ଆଜିକାଲି ଯେଉଁ ମହଙ୍ଗା ଯୁଗ ହେଲାଣି, ପ୍ରଚୁର ଧନ ସମ୍ପତ୍ତି ତ ନିହାତି ଦରକାର ଅଛି। ସେଥିପାଇଁ ଆପଣ ଯେତେ ବି ପରିଶ୍ରମ କରୁଛନ୍ତି, ହିସାବ ମୁତାବକ ଧନ ନ ମିଳିବ, ତେବେ ଆପଣ କିପରି ଆଗକୁ ଯାଇପାରିବେ? ତେଣୁ ଏହି ଉପାୟଟି ଆପଣ ଥରୁଟିଏ ନିଶ୍ଚୟ କରିକି ଦେଖନ୍ତୁ। ଦର୍ଶକ ବନ୍ଧୁ, ଜାଣିବା ଆଜିର ଏହି ସୁନ୍ଦର ଉପାୟଟି। କୁବେର ଦେବତା ଯେମିତି ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ, ସେହିଭଳି ଧନର ଦେବତା ହେଉଛନ୍ତି କୁବେର ଦେବତା। କୁବେର ଦେବଙ୍କୁ ଧନତେରସ୍ରେ ଏବଂ ଦୀପାବଳି ଦିନ ପୂଜା କରାଯାଏ ଏବଂ ଧନ୍ୱନ୍ତରୀଙ୍କୁ ମଧ୍ୟ ସେଦିନ ପୂଜା କରାଯାଏ, ଯାହାକି କାର୍ତ୍ତିକ ମାସ ଦୀପାବଳି ଅମାବାସ୍ୟା ତିଥିରେ ପଡ଼ିଥାଏ। ବା ଧ୍ୟାନରେ ଶୁଣନ୍ତୁ, ଗୋଟିଏ କରିକି କହୁଛି। ଆପଣଙ୍କ ପାଖରେ ଯଦି ଟଙ୍କା ରହୁନାହିଁ, ତ ସେହି ମୂଲ୍ୟବାନ ଜିନିଷଟି କରିକି ଦେଖନ୍ତୁ। ଆପଣ ପ୍ରଥମରେ କ'ଣ କରିବେ ନା, ଟଙ୍କାଟେ ସେ 1 ଟଙ୍କା ହେଉନା କାହିଁକି ନିଜେ ସେଭ୍ କରିକି ରଖନ୍ତୁ। ଦିନକୁ ଗୋଟିଏ ଟଙ୍କା ଗୋଟିଏ ଛୋଟ ଡବାଟିଏ ନିଅନ୍ତୁ ଏବଂ ଦିନକୁ 1 ଟଙ୍କା ହେଲେ ବି ସେଭ୍ କରି ରଖନ୍ତୁ। ଆପଣଙ୍କର ମାସରେ ଯେତେ ବି ସ୍ୟାଲେରୀ ଆସିବ, 30 ଟଙ୍କା ରଖିନେଲେ ଏବଂ ଏହାକୁ କୌଣସି ଏକ ଶନି ମନ୍ଦିରରେ ଦାନ କରି ଦିଅନ୍ତୁ। ନହେଲେ କୌଣସି ଅସହାୟ ବ୍ୟକ୍ତି, ଗରିବ ବ୍ୟକ୍ତିଙ୍କୁ ଦେଇ ଦିଅନ୍ତୁ, ନଚେତ୍ ମନ୍ଦିରରେ ହିଁ ଦାନ କରି ଦିଅନ୍ତୁ। ଏମିତି ଆପଣଙ୍କୁ ପ୍ରତି ମାସରେ କରିବାର ଅଛି। ଦେଖିବେ ଯେଉଁ ଅଭାବ ଅଝଟରେ ଆପଣ ଦିନ କାଟୁଛନ୍ତି, ନିଶ୍ଚୟ ଦୂର ହେବ। ଏବଂ ଦ୍ୱିତୀୟରେ, ମାସ ଆରମ୍ଭରେ ସ୍ୟାଲେରୀ ଆସେ ଆଉ ଆମେ କ'ଣ କରିଥାଉ? ପ୍ରଥମରେ ହିଁ ଘର ଭଡ଼ା, ଇଲେକ୍ଟ୍ରିକ୍ ବିଲ୍, ପାଣି ବିଲ୍, ରାସନ ଏହିସବୁ ଇତ୍ୟାଦି ସବୁ ଅନଲାଇନରେ ପ୍ରଚୁର ମାତ୍ରାରେ ଚାଲୁଛି। କିନ୍ତୁ ଆପଣ ଅଳ୍ପ କିଛି ଟଙ୍କା ATMରୁ ଯାଇକି ଉଠାଇ ନେଇ ଆସନ୍ତୁ। ଲକ୍ଷ୍ମୀଙ୍କୁ ପ୍ରଥମେ ନିଜ ଘରକୁ ଆଣନ୍ତୁ ଏବଂ ଆପଣଙ୍କ ଘରେ ମା ହେଉ କି ସ୍ତ୍ରୀ ହେଉ, ଯିଏ ବି ଅଛି, ଘର ଚଳାଇ ପାରୁଛନ୍ତି, ତାଙ୍କୁ ଦେଇଦେବେ। ପ୍ରଥମରେ ଏମିତି କରିବେ ଏବଂ ସେମାନଙ୍କୁ କହିବେ ଯେ ପ୍ରଥମେ ସେ ଟଙ୍କାକୁ ଆଲମାରିରେ ରଖିବେ, ନହେଲେ ଟଙ୍କା ବାକ୍ସରେ ରଖିବେ। ଧୀରେ ଧୀରେ ବହୁତ ଉନ୍ନତି ହେବା
ଥରେ ଆପଣମାନେ କରିକି ତ ଦେଖନ୍ତୁ, ବିଶ୍ୱାସ କରନ୍ତୁ ତା ଆଗରୁ ବି ଆପଣ ବହୁତ କିଛି ଉପାୟ କରିଛନ୍ତି। କେତେ ଟଙ୍କା ଖର୍ଚ୍ଚ ହେଉଥିବ। ଏବେ ଚାଲନ୍ତୁ ଏକ କୁବେର ଦେବଙ୍କର ଏହି ଚମତ୍କାର ଉପାୟଟି ଆଜି ଆପଣଙ୍କୁ କରିବାର ଅଛି। ପ୍ରଥମେ ଆପଣ ଗୋଟିଏ ସମୟ ନିର୍ଦ୍ଧାରିତ କରିବାର ଅଛି ଯେ କେଉଁ ସମୟରେ ଆପଣଙ୍କୁ ଏହି କାମଟି କରିବାର ଅଛି। ସବୁଦିନ ଯଦି ସକାଳ ବେଳେ କରିବାର ଅଛି ତ ସକାଳ ବେଳେ କରିବେ, ଯଦି ସନ୍ଧ୍ୟାବେଳେ କରିବାର ଅଛି ତ ସନ୍ଧ୍ୟାବେଳେ କରିବେ। ତ ଆପଣମାନେ କ'ଣ କରିବେ ନା, ଗୋଟିଏ ଗୋଟିଏ ଧଳା ପେପର ନେଇ ଯିବେ ଏବଂ ସେହି ବକ୍ସରେ ଯେମିତି ଗାର ଟଣା ହୋଇକି ବକ୍ସ ଭିତରେ କୁବେର ଦେବତାଙ୍କର ଅଙ୍କ ଦେଖାଇ ଦିଆଯାଇଛି, ସେହିଭଳି ଆପଣ ପ୍ରତିଦିନ ଏହି ଯନ୍ତ୍ର, କୁବେର ଯନ୍ତ୍ର ବୋଲି ଏହାକୁ କୁହାଯାଏ, ଏହି କୁବେର ଯନ୍ତ୍ରକୁ ଗୋଟିଏ ଦିନ ଗୋଟିଏ ପେପରରେ ଲେଖିବେ। ଦେଖିକି ଲେଖିବେ ଏବଂ ଲେଖିବା ସମୟରେ ମନରେ ଏପରି ପଜିଟିଭ୍ ଭାଇବ୍ରେସନ୍ ଆଣିବେ ଯେ ଯାହା ଫଳରେ କୁବେର ଦେବଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଅଚଳାଚଳ ଧନ ସମ୍ପତ୍ତି ଆସିଯିବ ଏବଂ ଏହା ସ୍ଥାୟୀ ଭାବରେ ରହିବ, କେବେ ବି ଅଶୂନ୍ୟ ରହିବ ନାହିଁ ଏବଂ ଧନକୁ ସ୍ଥାୟୀ ଭାବରେ ରଖିବେ, ଆପଣଙ୍କ ପାଖରେ ନିଶ୍ଚୟ ରହିବ। ଏବେ ଆପଣ କ'ଣ କରିବେ ନା, 21 ଦିନ ପର୍ଯ୍ୟନ୍ତ ଏହି ଯନ୍ତ୍ରକୁ ଲଗାତାର ଠାକୁର ଘରେ ବସିବେ ଆଉ କରିବେ 21 ଦିନ ପର୍ଯ୍ୟନ୍ତ ଏବଂ ଯେବେ ଏହି 21 ଦିନ ସମାପ୍ତ ହୋଇଯିବ ତାହାକୁ ଆପଣ ଟଙ୍କା ବାକ୍ସରେ ହଉ ବା ଆଲମିରାରେ ହଉ ନେଇକି ରଖିଦେବେ। ଏପରି କରିବା ଦ୍ୱାରା କ'ଣ ହେବ ନା, ଯାହା ବି ଆପଣଙ୍କ ଧନ ସମସ୍ୟା ଥିଲା କୁବେର ଦେବଙ୍କ ଦୟାରେ ତାଙ୍କ ଯନ୍ତ୍ରଟି ବନାଇବେ ତ ଆପଣଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ରହିବ। ବାସ୍ ଆପଣଙ୍କୁ କେବଳ ଏହି ଯନ୍ତ୍ରଟି ତିଆରି କରିବାର ଅଛି 21 ଦିନ ପର୍ଯ୍ୟନ୍ତ। ତାପରେ ନିଜର ପର୍ସରେ ବା ଆଲମିରାରେ, ଏବଂ ମନେ ରଖନ୍ତୁ ଯଦି ମହିଳାମାନେ ଏହାକୁ କରିଦେବେ ପିରିୟଡ଼୍ସ ସମୟରେ 7 ଦିନ ପର୍ଯ୍ୟନ୍ତ ଏହାକୁ ବନ୍ଦ କରିଦେବେ, ତାପର 8 ଦିନକୁ ଏହାକୁ କରିବେ ଏବଂ ସେହି ଦିନରୁ ଆରମ୍ଭ କରିବେ। ଯେତେ ପର୍ଯ୍ୟନ୍ତ ଆପଣ ପୂଜା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଏହାକୁ କରିବେ ନାହିଁ। ମଝିରେ କିଛି ଦିନ ଗ୍ୟାପ୍ ରହିଯିବ, ତା ପରଦିନଠୁ ହିଁ କରିବେ। ଏହାକୁ 21 ଦିନ ଆପଣଙ୍କୁ କଣ୍ଟିନ୍ୟୁ କରିବାର ଅଛି। ଯେମିତି ଧନର ଦେବୀ ମା ଲକ୍ଷ୍ମୀ, ସେହିପରି କୁବେର ଦେବତା ଧନର ଦେବତା। ତ ଆପଣ ଯେତେବେଳେ ମା ଲକ୍ଷ୍ମୀଙ୍କୁ ଡାକୁଛନ୍ତି ନା, ସେତେବେଳେ ନାରାୟଣଙ୍କୁ ମଧ୍ୟ ନିଶ୍ଚୟ ଡାକନ୍ତୁ। ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା ଏବଂ ନାରାୟଣଙ୍କୁ ବି ଯଦି ଆପଣ ମା ଲକ୍ଷ୍ମୀଙ୍କ ସହିତ ଡାକିବେ ତ ନାରାୟଣଙ୍କ ବାହନ ହେଲା ଗରୁଡ଼ ଏବଂ ଗରୁଡ଼ ପକ୍ଷୀ ହେଉଛି ବହୁତ ଜ୍ଞାନୀ, ବହୁତ ବେଦ ବୁଦ୍ଧି। ଯଦି ଆପଣ ନାରାୟଣଙ୍କୁ ଡାକୁଛନ୍ତି ତ ବିଦ୍ୟା କ୍ଷେତ୍ରରେ, ଚାକିରି କ୍ଷେତ୍ରରେ, ମାନ ସମ୍ମାନ ସବୁଥିରେ ଆପଣ ଉନ୍ନତି ପାଇପାରିବେ, ପ୍ରତିଷ୍ଠା ପାଇପାରିବେ। ଯାହା ଘରେ ଲକ୍ଷ୍ମୀ ନାରାୟଣଙ୍କର କୃପା ଥାଏ। ମୋ କହିବା କଥା ହେଲା, ଆମେ ଯାହା ବି କରୁଛେ ସବୁ ଲକ୍ଷ୍ମୀ, କିନ୍ତୁ ଦେଖୁଥିବେ ଯାହା ଉପରେ ଲକ୍ଷ୍ମୀ ନାରାୟଣଙ୍କର କୃପା ଥିବ ସେମାନେ ବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ିଥାନ୍ତି, ପ୍ରଚୁର ଉନ୍ନତି କରିଥାନ୍ତି। ଯେମିତିକି ଗଭର୍ଣ୍ଣମେଣ୍ଟ ଜବ୍, ପୋଲିସ, ନେଭି, ସେହିଭଳି ଗୋଟିଏ ପରିବାରରୁ 44 ଜଣ IPS ବାହାରୁଛନ୍ତି। ଗୋଟିଏ ପରିବାରରୁ 44 ଜଣ ଜବ୍ କରୁଥିବାର ବାହାରୁଛନ୍ତି। ଏହାର ଅର୍ଥ ସେମାନେ ଜ୍ଞାନୀ, ସେମାନେ ପରିଶ୍ରମୀ। ଆମେ ସମସ୍ତେ ଭାବୁଛେ ଘର ସଫା କରିଦେବା ଏବଂ ପ୍ରଚୁର ପରିଶ୍ରମ କରିଦେବା, ତାହେଲେ ଯାଇକି ଆମେ ଆମର ନିଜର ଲକ୍ଷ୍ୟରେ ଅଗ୍ରସର ହୋଇପାରିବା। ମନେ ରଖନ୍ତୁ, ଯେ ପର୍ଯ୍ୟନ୍ତ ଈଶ୍ୱର ନ ଚାହୁଁଛନ୍ତି ନା, ଆଜ୍ଞା ଆପଣ ଯେତେ ପରିଶ୍ରମ କରନ୍ତୁ ନା କାହିଁକି ଆପଣ ଉନ୍ନତି କରିପାରିବେନି। ଯେତେ ପର୍ଯ୍ୟନ୍ତ ଈଶ୍ୱର ନ ଚାହିଁଛନ୍ତି କିଛି ହୋଇପାରିବନି। ଈଶ୍ୱର ଚାହିଁଲେ ସବୁ କରିପାରିବେ। ଈଶ୍ୱରଙ୍କର ତ ଆଶୀର୍ବାଦ ବିନା ପତ୍ର ବି ଗଛର ହଲେନା। ଆଉ ଆମେ ତ ଗୋଟିଏ ମଣିଷ। ଏବେ ଆପଣ ଈଶ୍ୱରଙ୍କର ବିଶ୍ୱାସ ସହିତ ଏହି ଉପାୟଟିକୁ ନିଜ ଘରେ କରନ୍ତୁ। ଅତି ଶୀଘ୍ର ଆପଣ ଭଲ ରେଜଲ୍ଟ ପାଇବେ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ।
ଜୟ ଜଗନ୍ନାଥ।